ନୂଆ ବୋହୂ ପରି ସଜେଇ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼। ଏବେ ପିକନିକ୍ ସମୟରେ ବଢ଼ୁଛି ଲୋକଙ୍କ ଭିଡ଼। କିଏ ଡିଜେ ତାଳେ ତାଳେ ନାଚୁଛି ତ ପୁଣି କିଏ ନାଇଜେରିଆ ଚିକେନ ପୋଡ଼ାର ମଜା ନେଉଛି। ଏହାସହ ପ୍ରାକୃତିକ ଦୃଶ୍ୟର ମଜା ନେଇ ପର୍ଯ୍ୟଟକ କରୁଛନ୍ତି ନୌକା ବିହାର। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ମୁକୁନ୍ଦ ପଞ୍ଚାୟତଠାରେ ଥିବା ଭୀମଦୁଙ୍ଗୁରି ପର୍ଯ୍ୟଟନସ୍ଥଳୀରେ। ଏହି ପର୍ଯ୍ୟଟନସ୍ଥଳୀରେ ଦେଖିବାକୁ ମିଳୁଛି 64ରୁ ଉର୍ଦ୍ଧ୍ୱ ଗୁମ୍ଫା ସହ ପଥର ଓ ଲୁହା ତୀର, ଯାହାକୁ ରାଜାମାନେ ଶାସନ କରୁଥିବା ବେଳେ ବ୍ୟବହାର କରୁଥିଲେ ବିଲାତୀଙ୍କ ବିରୁଦ୍ଧରେ। ଏବେ ଏହି ଅସ୍ତ୍ରଶସ୍ତ୍ର ଦେଖିବା ପାଇଁ ଲୋକଙ୍କ ଭିଡ଼ ବେଶ୍ ଜମୁଛି ଭୀମପାହାଡ଼ରେ। ଭୀମପାହାଡ଼ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ଓ ବନ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନୂଆ ରୂପ ଦେଉଛି।